ହନୁମାନ କଣ ସତରେ କେବଳ ଗୋଟିଏ ବାନର ଥିଲେ, ନା କି ତାଙ୍କ ଭିତରେ ଲୁଚି ରହିଛି କିଛି ଏମିତି ଶକ୍ତି ଯାହାକୁ ଆମେ ଆଜି ପର୍ଯ୍ୟନ୍ତ ବୁଝିପାରିନାହୁଁ? ଆଜି ଆମେ ଖୋଲିବାକୁ ଯାଉଛୁ ସେଇ ସତ୍ୟ ଯାହା ଲୁଚିଛି ବାଲ୍ମୀକି ରାମାୟଣର ଶ୍ଲୋକ ମଧ୍ୟରେ। ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଆଜିର ଏହି ସତ୍ୟ ଆପଣଙ୍କ ଭାବନାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ହନୁମାନଙ୍କ ଜନ୍ମ ହୋଇଥିଲା ଅଞ୍ଜନା ଓ କେଶରୀଙ୍କ ଘରେ, କିନ୍ତୁ ତାଙ୍କର ପ୍ରକୃତ ପିତା ଥିଲେ ବାୟୁଦେବ। ସେଇଥିପାଇଁ ସେ ପବନପୁତ୍ର ବୋଲି ପରିଚିତ। ବାଲ୍ମୀକି ରାମାୟଣରେ ତାଙ୍କୁ କପି ବୋଲି କୁହାଯାଇଛି, ଅର୍ଥାତ ବାନର। କିନ୍ତୁ ଏଠାରେ ଏକ ଗଭୀର ରହସ୍ୟ ରହିଛି। ସେ କେବଳ ସାଧାରଣ ବାନର ନଥିଲେ, ତାଙ୍କ ରୂପ ଥିଲା ମାନବ ଓ ବାନରର ଏକ ଅଦ୍ଭୁତ ମିଶ୍ରଣ, ଯେଉଁଠାରେ ଶକ୍ତି, ବୁଦ୍ଧି ଓ ଦିବ୍ୟତା ଏକା ସାଥିରେ ଥିଲା। ତାଙ୍କ ଆଖିରେ ତେଜ, ଚାଲିରେ ଶକ୍ତି ଓ ପ୍ରତ୍ୟେକ ପଦକ୍ଷେପରେ ଥିଲା ବୁଦ୍ଧିର ଚମକ। ହନୁମାନଙ୍କ ରୂପ ଲମ୍ବା ପୁଚ୍ଛ, ଶକ୍ତିଶାଳୀ ଶରୀର, ତେଜସ୍ୱୀ ଆଖି। କିନ୍ତୁ ତାଙ୍କର ପ୍ରକୃତ ଶକ୍ତି ଏଠାରେ ଶେଷ ନୁହେଁ। ସେ ଆକାଶରେ ଉଡ଼ି ପାରୁଥିଲେ, ଦୂର ଦୂର ପର୍ଯ୍ୟନ୍ତ ଲମ୍ବା ଡିଆ ମାରିପାରୁଥିଲେ। ତାଙ୍କ ଶକ୍ତି ଅସୀମ ଥିଲା, କୌଣସି ବାଧା ତାଙ୍କୁ ରୋକି ପାରୁନଥିଲା। ଏବଂ ସବୁଠାରୁ ବଡ଼ କଥା, ତାଙ୍କ ବୁଦ୍ଧି ଓ ରଣନୀତି କୌଶଳ ଅସାଧାରଣ ଥିଲା। ତାଙ୍କ କଥାରେ ଥିଲା ଆତ୍ମବିଶ୍ୱାସ, ତାଙ୍କ ଆଖିରେ ଥିଲା ତେଜ ଓ ତାଙ୍କ ଶବ୍ଦରେ ଥିଲା ଶକ୍ତି। ବାଲ୍ମୀକି ରାମାୟଣରେ ସ୍ପଷ୍ଟ ଭାବେ ଲେଖା ଅଛି, ଉତ୍ତମ ବିକ୍ରମ ଶ୍ରୀମାନ କପି, ଅର୍ଥ ମହାବଳଶାଳୀ ଓ ତେଜସ୍ୱୀ ବାନର। ଏବଂ କିଷ୍କିନ୍ଧା କାଣ୍ଡରେ ସେ ନିଜେ କହନ୍ତି, ମୁଁ ହନୁମାନ ନାମକ ବାନର। କିନ୍ତୁ ଏହାର ଅର୍ଥ କ'ଣ? ସେ ସାଧାରଣ ବାନର ନଥିଲେ, ସେ ଥିଲେ ଦିବ୍ୟ ଶକ୍ତିର ଜୀବନ୍ତ ରୂପ। ହନୁମାନଙ୍କ ପ୍ରକୃତ ଶକ୍ତି କେବଳ ବଳ ନୁହେଁ, ତାଙ୍କ ବୁଦ୍ଧି ଥିଲା ତାଙ୍କର ସବୁଠାରୁ ବଡ଼ ଅସ୍ତ୍ର। ସେ ପ୍ରତ୍ୟେକ ପରିସ୍ଥିତିରେ ସଠିକ୍ ନିଷ୍ପତ୍ତି ନେଇପାରୁଥିଲେ, ସନ୍ଦେଶ ପହଞ୍ଚାଇବାରେ ନିପୁଣ ଥିଲେ ଓ ଶ୍ରୀରାମଙ୍କ ପ୍ରତି ତାଙ୍କର ଭକ୍ତି ଥିଲା ଅପାର। ତେଣୁ ତାଙ୍କୁ କେବଳ ବାନର କହିବା ତାଙ୍କ ମହତକୁ କମ କରିବା ସହିତ ସମାନ। ହନୁମାନ ରୂପ ପରିବର୍ତ୍ତନରେ ମଧ୍ୟ ପାରଦର୍ଶୀ ଥିଲେ। ଛୋଟ ବଡ଼ ଯେକୌଣସି ରୂପ ନେଇପାରୁଥିଲେ, କିନ୍ତୁ ତାଙ୍କ ଅସଲି ରୂପ ସଦା ବଳଶାଳୀ ବାନରର ଥିଲା। ଲଙ୍କା ଦହନ ଏକ ଅସମ୍ଭବ କାର୍ଯ୍ୟ, ସଞ୍ଜୀବନୀ ଆଣିବା, ମୃତ୍ୟୁକୁ ହରାଇବା, ଏହା କୌଣସି ସାଧାରଣ ବାନର ପାଇଁ ସମ୍ଭବ ନୁହେଁ। ତେଣୁ ପ୍ରଶ୍ନ ଥିଲା, ହନୁମାନ କେବଳ ବାନର କି? ଉତ୍ତର ହେଉଛି ନା, ସେ ବାନର ରୂପରେ ଥିଲେ, କିନ୍ତୁ ଶକ୍ତି, ବୁଦ୍ଧି ଓ ଭକ୍ତିରେ ସେ ଦେବତା ସମ। ତେଣୁ ପରବର୍ତ୍ତୀ ସମୟରେ ଆପଣ ଯେବେ ହନୁମାନଙ୍କ ଛବି ଦେଖିବେ, ମନେ ରଖନ୍ତୁ, ଆପଣ କେବଳ ଗୋଟିଏ ବାନରକୁ ନୁହେଁ, ବରଂ ଏକ ଦିବ୍ୟ ଶକ୍ତିର ପ୍ରତୀକକୁ ଦେଖୁଛନ୍ତି। ଭିଡିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ। ଜୟ ଶ୍ରୀରାମ।